ଦୁଷ୍ଟାମି କରିବାରୁ ମା ଯଶୋଦା ଗୋରୁ ବନ୍ଧା ହେଉଥିବା ଦଉଡ଼ିରେ ଆଣ୍ଟ କରି କୃଷ୍ଣଙ୍କୁ ବାନ୍ଧି ଉଲୁଖଳରେ ବାନ୍ଧି ପକାଇବାରୁ ନବନୀତ ଚୋର କୃଷ୍ଣ ଧୀରେ ଧୀରେ ଆଖି ମଳି ମଳି କ୍ରନ୍ଦନ କରିବାକୁ ଲାଗିଲେ। ଏହା ସେହି ଗୋବିନ୍ଦ ଦାମୋଦର ମାଧବଙ୍କର ଲୀଳା। ଆପେ ଆପେ ଘର ଅଗଣାରେ ନିଜ ହସ୍ତର କଙ୍କଣ ଧରି ଖେଳରେ ମାତିଛନ୍ତି। ଏହି ସମୟରେ ମା ଯଶୋଦା ଧୀରେ ଧୀରେ ଯାଇ ତାଙ୍କର କମଳ ନୟନ ଦ୍ୱୟକୁ ନିଜର ଗୋଟିଏ ହାତରେ ବୁଜି ଦେଇ ଅନ୍ୟ ହାତରେ ନବନୀତ ବାଟୁଳା ନେଇ ପ୍ରେମପୂର୍ବକ କହୁଛନ୍ତି, ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ଏ ନବନୀତ ତକ ଖାଇଦେ।